ଜିଆଙ୍କଟା ଗ୍ରାମ ନିକଟରେ ବାଣ ଗୋଦାମରେ ଅଗ୍ନିକାଣ୍ଡ, ଜଣେ ମୃତ, 7 ଗୁରୁତର। ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଜିଆଙ୍କଟା ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ହୋଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ବିସ୍ଫୋରଣ ଫଳରେ ଗୋଦାମ ଗୃହ ସମ୍ପୂର୍ଣ୍ଣ ଧୂଳିସାତ୍ ହେବା ସହ ଆଖପାଖ ଅଞ୍ଚଳର ବିଭିନ୍ନ ସୋରୁମ ଗୁଡ଼ିକର କାଚ ଭାଙ୍ଗିଯାଇ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତମାନଙ୍କୁ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ କିଛି ଗୁରୁତରଙ୍କୁ ବୌଦ୍ଧ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗୁରୁତର ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।